ଆଜିର ସକାଳ ଅଶୁଭ ଆଉ ଦୁଃଖଦ ଖବର ନେଇ ସେ ଅଞ୍ଚଳର ଅଞ୍ଚଳବାସୀଙ୍କ ପାଖରେ ପହଞ୍ଚିଛି। ସେ ରାଜ୍ୟର ରାଜା ଯୁଦ୍ଧରେ ପରାସ୍ତ ହୋଇ କେଉଁଆଡ଼େ ମୃତ୍ୟୁ ଭୟରେ ଆତ୍ମଗୋପନ କରିଛନ୍ତି। ରାଜ୍ୟକୁ ଏକ କ୍ରୂର ଶାସକ ହାତରେ ଛାଡ଼ିଦେଇ କେଉଁଆଡ଼େ ଆତ୍ମଗୋପନ କରିଛନ୍ତି। କାନ ଫାଟି ପଡ଼ୁଛି ଘୋଡ଼ା ଓ ହାତୀମାନଙ୍କ ଟାପୁରେ। ନୂଆ କରି ବିଜୟ ଲାଭ କରିଥିବା ରାଜା ଗଙ୍ଗା ନଦୀ କୂଳରେ ଚୁପଚାପ ଛିଡ଼ା ହୋଇଛନ୍ତି। ଯେମିତି ବହୁତ କଥା ତାଙ୍କ ମନରେ ଉଙ୍କି ମାରୁଥାଏ। ବିଜୟରେ ସେ ଯେମିତି ଖୁସି ନାହାନ୍ତି, ଏମିତି ପ୍ରତୀତ ହେଉଥାଏ ସେ ଯେମିତି ବହୁତ କିଛି ପାପ କରି ପକାଇଛନ୍ତି। ମନ ଭିତରେ ଅନେକ ଆଶା ଆକାଂକ୍ଷାରେ ଚୁପଚାପ ଛିଡ଼ା ହୋଇଥାନ୍ତି। ଏକ ଲୟରେ ସେ ଗଙ୍ଗା ନଦୀର ଜଳକୁ ହିଁ ଦେଖୁଥାନ୍ତି, କିଛି କର୍ଣ୍ଣପାତ କରୁନାହାନ୍ତି। ଏକାନ୍ତ କୋଠରୀ, ରେଶମ ବିଛଣା, ତାପରେ ବି ରାଜାଙ୍କୁ ନିଦ ନାହିଁ। କେଜାଣି କେଉଁ କଥା ତାଙ୍କୁ ବ୍ୟଥିତ କରିଛି। ଏକାନ୍ତ କୋଠରୀ ଭିତରେ ରାଜା ପାଦ ଚଳନା କରୁଛନ୍ତି। ଏ ଦିଗରୁ ସେ ଦିଗ ଖାଲି ବୁଲୁଛନ୍ତି। କ'ଣ କାରଣ ଜାଣିବା ଅସ୍ପଷ୍ଟ। କାହାର ବା ସାହସ ରାଜାଙ୍କୁ ପଚାରିବ। ରାଜା ଚୁପଚାପ ପଲଙ୍କ ଉପରେ ବସି ପଡ଼ିଲେ। ଠିକ୍ ସେହି ସମୟରେ ତାଙ୍କର ସେନାପତି ଆସି ରାଜାଙ୍କ ପାଖରେ ପହଞ୍ଚିଲେ। ରାଜାଙ୍କୁ ଦେଖି ଏତେ ଅସ୍ତବ୍ୟସ୍ତ ହୋଇ ରାଜାଙ୍କୁ ପଚାରିଲେ, ମହାରାଜ, ଆପଣ ଏତେ ଅସ୍ତବ୍ୟସ୍ତ ହେବାର କାରଣ? ଏତେ ବିଚଳିତ ମୁଁ ତ ଆପଣଙ୍କୁ କେବେ ପ୍ରଥମ ଦେଖିନି ମହାରାଜ। ଧୃଷ୍ଟତା ମାର୍ଜନା ହେଉ ମହାରାଜ। ଆପଣଙ୍କ ମୁଖମଣ୍ଡଳ ଏତେ ମଳିନ କ'ଣ ପାଇଁ ମହାରାଜ? ଆପଣ ବିଜୟୀ ପରେ ଯେତେ ଆନନ୍ଦିତ ହୁଅନ୍ତି, ଏଥର ସେମିତି କିଛି ଦିଶୁନି ମହାରାଜ। କାରଣ? ସେନାପତି, ମୋତେ ଭାରି ପାପବୋଧ ହେଉଛି। କାହାର କ୍ରନ୍ଦନ ମୋତେ ବିଚଳିତ ବିଭତ୍ସ କରିଦେଉଛି। ବୁଝିଲ, ମୋତେ ନିଃସ୍ୱ ଓ ଅସହାୟ ପ୍ରତୀତ ହେଉଛି ସେନାପତି। ମହାରାଜଙ୍କ ମୁଖରୁ ଏହିସବୁ କଥା ଶୁଣି ସେନାପତି ତାଙ୍କ ଆଡ଼ୁ କହିଲେ, ମହାରାଜ, ମୁଁ ଶୁଣିଛି ଏହି ରାଜ୍ୟରେ ଜଣେ ସାଧୁ ମହାତ୍ମା ରହୁଛନ୍ତି। ମୁଁ ତାଙ୍କୁ ମହଲକୁ ନିମନ୍ତ୍ରଣ କରୁଛି। ଆପଣ ଆପଣଙ୍କ ସମସ୍ୟା ତାଙ୍କୁ ଜଣାନ୍ତୁ। ସେନାପତି ଖୋଜି ଖୋଜି ଯାଇ ସାଧୁଙ୍କ କୁଟିଆ ପାଇଲେ। ସେହି ସମୟରେ ସାଧୁ ସକାଳ ପୂଜା ସାରି ପ୍ରାଣାୟାମ କରୁଥାନ୍ତି। ସେହି ସମୟରେ ସେନାପତି ତାଙ୍କ ପାଖରେ ଉପସ୍ଥିତ ହେଲେ। ସର୍ବପ୍ରଥମେ ସେନାପତି ସାଧୁଙ୍କୁ ପ୍ରଣାମ କଲେ, ତାପରେ ନିଜର କଥା ରଖିଲେ। ସେନାପତିର କଥା ଶୁଣି ସାଧୁ କହିଲେ, କିଏ ରାଜା? କାହାର ରାଜା? ମୁଁ ସ୍ୱତନ୍ତ୍ର। କାହାର ନିୟମ ଓ ନିମନ୍ତ୍ରଣ ମୁଁ ସ୍ୱୀକାର କରେନି। ହେ ମହାତ୍ମା, ଯଦି ଆପଣ ନ ଯାଆନ୍ତି ରାଜନ କ୍ରୋଧିତ ହୋଇପାରନ୍ତି, ନଚେତ୍ ଆପଣଙ୍କୁ ମୃତ୍ୟୁଦଣ୍ଡ ମଧ୍ୟ ଦେଇପାରନ୍ତି। ଶୁଣ ସେନାପତି, ଯିଏ ସ୍ୱୟଂ ମୃତ୍ୟୁର ଦ୍ୱାରରେ ଛିଡ଼ା ହୋଇଛି, ସିଏ ମୋତେ କ'ଣ ମୃତ୍ୟୁଦଣ୍ଡ ଦେବ? ମୁଁ ତା'ର ନିମନ୍ତ୍ରଣକୁ ଅସ୍ୱୀକାର କରୁଛି। ଯାଅ ସେନାପତି, ତୁମେ ଯାଇ ତୁମ ରାଜନଙ୍କୁ କହିବ ଏସବୁ କିଛି ଛାଡ଼ି ସେ ସତ୍ୟ ମାର୍ଗରେ ଯାଆନ୍ତୁ। ସାଧୁଙ୍କୁ ନ ନେଇ ସେନାପତି ଖାଲି ହାତରେ ରାଜମହଲକୁ ଫେରି ଆସିଲେ। ମହଲରେ ପହଞ୍ଚି ସେନାପତି ସିଧା ରାଜନଙ୍କୁ ଭେଟିବା ପାଇଁ ତାଙ୍କ କକ୍ଷକୁ ଚାଲିଲେ। ବାଟରେ ଯାଉ ଯାଉ ଅନେକ କଥା ଭାବୁଥାନ୍ତି। ରାଜନ ଜାଣିଲେ କ'ଣ କହିବେ କ'ଣ ନାହିଁ। ରାଜାଙ୍କ ପାଖରେ ପହଞ୍ଚି ହାତ ଯୋଡ଼ି ସେନାପତି କହିଲେ, ହେ ରାଜନ, ମୁଁ ସାଧୁ ମହାରାଜଙ୍କୁ ହାତ ଯୋଡ଼ି ବିନମ୍ରେ ଅନୁରୋଧ କଲି, ଆପଣଙ୍କ ନିମନ୍ତ୍ରଣ ଦେଲି। ତାପରେ ମୋ କଥାରେ ସେ କୌଣସି ପ୍ରକାର ବି ଜବାବ ନ ଦେଇ ମୋତେ ଫେରାଇ ଦେଲେ ମହାରାଜ। ଠିକ୍ ଅଛି ସେନାପତି, ଯଦି ସାଧୁ ମହାରାଜ ନିଜେ ଆସିବାକୁ ଚାହୁଁନାହାନ୍ତି ତ ମୁଁ ସ୍ୱୟଂ ତାଙ୍କ ପାଖକୁ ଯିବି। ତୁମେ ମୋ ଯିବାର ବ୍ୟବସ୍ଥା କର। ଏହା ଶୁଣି ସେ ଜାଗାରୁ ସେନାପତି ଚାଲିଗଲେ। ରାଜା ସ୍ୱୟଂ ସେନାପତିଙ୍କୁ ଧରି ସାଧୁଙ୍କୁ ଭେଟିବା ପାଇଁ ବାହାରି ପଡ଼ିଲେ। ରାସ୍ତାରେ କେତେ ଯେ ମନ ଭିତରେ ଉତ୍କଣ୍ଠା ଉଦ୍ବେଗ। ସାଧୁଙ୍କୁ ଭେଟି କ'ଣ କହିବେ କ'ଣ ନାହିଁ, ମନ ଭିତରେ ଚିନ୍ତା କରି ସେ ସାଧୁ ପାଖରେ ପହଞ୍ଚିଲେ। ସାଧୁଙ୍କ ପାଖରେ ପହଞ୍ଚି ସାଧୁଙ୍କୁ ନମସ୍କାର କରି ଯେତେ ବି ଆବାଜ ଦେଲେ ସାଧୁ ମହାରାଜ ଆଖି ଖୋଲିଲେ ନାହିଁ। ସାଧୁ ନିଜ ଇଚ୍ଛାରେ ସମାଧିକୁ ଯାଆନ୍ତି, ନିଜ ଇଚ୍ଛାରେ ସମାଧିରୁ ଫେରନ୍ତି ଆଉ ଆଖି ଖୋଲି କଥା ହୁଅନ୍ତି। ତାପରେ ସାଧୁ କହିଲେ, ରାଜନ, କ'ଣ ପାଇଁ ଆସିଛ ମୋ ପାଖକୁ ଏଇ ଶେଷ ମୁହୂର୍ତ୍ତରେ? ହେ ରାଜନ, ଏସବୁ ତୁମ ଧନ, ଏକୁ ତ ତୁମେ ଅର୍ଜନ କରିଛ, ଭୋଗ ତ ତୁମକୁ କରିବାକୁ ପଡ଼ିବ।
हे महात्मा ମୁଁ ତ କେବଳ ମୋ କର୍ତ୍ତବ୍ୟ କରିଛି, ସେଥିପ୍ରତି କ'ଣ ଏତେ ବଡ଼ ଦଣ୍ଡ ମୋତେ ମିଳିବା ଦରକାର? ହେ ମହାତ୍ମା ଦୟାକରି ମୋ ଦୁଃଖ ନିବାରଣ କରନ୍ତୁ। ମୋ ପାଖରେ ସମ୍ପତ୍ତିର କୌଣସି ବି ଅଭାବ ନାହିଁ, ଚାହେ ତ ଆପଣ ସବୁ ନେଇଯାଆନ୍ତୁ, କିନ୍ତୁ ମୋ ଦୁଃଖ ନିବାରଣ କରନ୍ତୁ ମହାରାଜ। ଅନେକ ରାଜ୍ୟ ମୁଁ ଜୟ କରିସାରିଲିଣି, ଅନେକ ଅଗଣିତ ନରହନ୍ତା ବି ମୁଁ ପାଲଟି ସାରିଲିଣି, ତଥାପି ମନ ଶାନ୍ତ କାହିଁକି ହେଉନି ମହାରାଜ? ତାହା ଶୁଣି ସାଧୁ କହିଲେ, ହେ ରାଜନ, ମୋତେ ଆପଣ କ'ଣ ଦେବେ? ମୁଁ ଗଙ୍ଗାର ଜଳ ପିଉଛି, ସ୍ୱାଦିଷ୍ଟ ଫଳମୂଳ ଖାଉଛି, ମୋର କିଛି ଲୋଭ ନାହିଁ, ଆପଣଙ୍କ ପାଖରୁ ମୋର କିଛି ଆଶା ନାହିଁ। ରାଜାଙ୍କୁ ଚେତାବନୀ ଦେଇ ସାଧୁ ଧ୍ୟାନମଗ୍ନ ରହିଲେ। କିଛି ସମୟ ଧ୍ୟାନମଗ୍ନ ପରେ ସ୍ୱୟଂ ଆଖି ଖୋଲି କହିଲେ, ହେ ରାଜନ, ମୁଁ ତୁମ ଭବିଷ୍ୟବାଣୀ କରୁଛି, ଆଜିଠୁ 15 ଦିନ ମଧ୍ୟରେ ଆପଣଙ୍କର ଦେହାନ୍ତ ହେବ, ତେଣୁ ଆପଣ ସତର୍କ ରୁହନ୍ତୁ। ମୃତ୍ୟୁ ବେଳକୁ ଆପଣଙ୍କ ପରିବାର ବର୍ଗ ଆପଣଙ୍କ ପାଖରେ କେହି ବି ନଥିବେ, ତେଣୁ ସବୁକିଛି ରାଜପାଟ ତ୍ୟାଗ କରି ଭକ୍ତି ଭାବରେ ଲୀନ ରୁହନ୍ତୁ, ଭଗବତ ଚର୍ଚ୍ଚା କରନ୍ତୁ, ଆପଣଙ୍କ ଆତ୍ମାକୁ ସଦ୍ଗତି ମିଳିବ। ହେ ରାଜନ। ସାଧୁଙ୍କଠାରୁ ନିଜର ଭବିଷ୍ୟ କଥା ଶୁଣି ରାଜା ପୁରା ଚିନ୍ତିତ ଏବଂ ଗଭୀର ଆଘାତ ପାଇଲେ। ସେ ମହଲ ଭିତରେ ଏକା ଏକା ବସି ନିଜର ପାପ ଭଲ ମନ୍ଦ କର୍ମ ସବୁ ନିଜେ ନିଜେ ବିଚାର କରିବାକୁ ଲାଗିଲେ। ସେହି ସମୟରେ ତାଙ୍କ ସେନାପତି ତାଙ୍କ ପାଖରେ ପହଞ୍ଚିଲେ। ରାଜାଙ୍କୁ ସାନ୍ତ୍ୱନା ଦେବା ମୂଳକ କଥା କହିଲେ, ହେ ମହାରାଜ, ସାଧୁ ବୁଢ଼ା ହୋଇଗଲେଣି, ତେଣୁ ବାଉଳା ଚାଉଳାରେ କ'ଣ କହିଦେଇଥିବେ, ଆପଣ ସେହି କଥାକୁ ଚିନ୍ତା କରି ବସିଛନ୍ତି। ଏମିତି ଯେତେ ବି ସାନ୍ତ୍ୱନା ଦେଲେ ସେନାପତି, ରାଜା ବୁଝିବାକୁ ନାରାଜ। ରାଜା କହିଲେ, ହେ ସେନାପତି, ମୋର ଗୋଟେ କଥା ରଖ, ମୋ ମୃତ୍ୟୁ ପରେ ଯେମିତି ମୋ ହାତ ଦୁଇଟା ବାହାରକୁ ରଖିବ। ସମସ୍ତେ ଏହା ଜାଣନ୍ତୁ କି ରାଜା ଏତେ ରାଜ୍ୟ ଜୟ ପରେ ବି ସାଙ୍ଗରେ ଗଲା ସମୟରେ କିଛି ବି ନେଇକି ଯାଇନାହାନ୍ତି। ଆଉ ଧ୍ୟାନ ରଖ, ମୋ ଶବ ପାଖରେ ମୋର ସବୁ ପ୍ରିୟ ବସ୍ତୁ ଯାହାକୁ ମୁଁ ବ୍ୟବହାର କରେ, ମୋ ତରବାରୀ, ମୋ ଲୁଗାପଟା ସବୁ ମୋ ଶବ ପାଖରେ ରଖିବ। ଆଉ ମୁଁ ଭଲ ପାଉଥିବା ମୋ ଘୋଡ଼ା ସବୁକିଛି ମୋ ଶବ ପାଖରେ ରଖିବ। ହେ ସେନାପତି, ଆଉ ଗୋଟେ ବି ଅନୁରୋଧ, ମୁଁ ଗଲା ପରେ ଯେତେ ବି ରାଜ୍ୟକୋଷରେ ସବୁକିଛି ସମ୍ପତ୍ତି ଅଛି, ଗ୍ରାମବାସୀଙ୍କ ମଧ୍ୟରେ ସବୁକିଛି ବାଣ୍ଟି ଦେବ। ରାଜାଙ୍କ କହିବା କ୍ରମେ ସବୁ ସମ୍ପତ୍ତି ଗ୍ରାମବାସୀଙ୍କୁ ବାଣ୍ଟି ଦିଆଗଲା। ରାଜା ରାତିରେ ମହଲ ଛାଡ଼ି ସାଧୁଙ୍କ ପାଖକୁ ଚାଲିଗଲେ। ରାଜା ଯାଉ ଯାଉ ସାଧୁଙ୍କୁ ଦେଖିଲେ, ଅଲୌକିକ ଉର୍ଜା ତାଙ୍କ ଦେହରୁ ପ୍ରକାଶିତ ହେଉଛି। ସବୁକିଛି ତ୍ୟାଗ କରି ଯାଇ ସାଧୁଙ୍କ ସାମ୍ନାରେ ଆଣ୍ଠୁମାଡ଼ି ବସିପଡ଼ି କହିଲେ, ତ୍ରାହି ମାମେ ସାଧୁ ମହାତ୍ମା, ମୋତେ ଆପଣ ରକ୍ଷା କରିଦେଲେ, କେତେ ବଡ଼ ପାପରୁ ମୁକ୍ତି କରିଦେଲେ। ମୁଁ ସବୁକିଛି ଧ୍ୟାନ କରି ସବୁକିଛି ତ୍ୟାଗ କରି ଆପଣଙ୍କ ଶରଣାଧୀନ। ହେ ସାଧୁ ମହାତ୍ମା, ମୋତେ ରକ୍ଷା କରନ୍ତୁ। ସାଧୁ ରାଜାଙ୍କ କଥା ଶୁଣି କହିଲେ, ହେ ରାଜନ, ଦେଖ, ମୁଁ ଯେମିତି ତୁମେ ବି ସେମିତି। ଆଜି ମୁଁ ବି ତଳେ ବସିଛି, ଆପଣ ବି ତଳେ ବସିଲେ, ଆମ ଦୁଇ ଜଣ ଭିତରେ କିଛି ବି ଫରକ ନାହିଁ। ଆପଣ ଯେଉଁ ଭୁଲ ମାର୍ଗରେ ଯାଉଥିଲେ, ଏବେ ସଠିକ୍ ମାର୍ଗରେ ଆସିଛନ୍ତି। ଆପଣ ଭଗବତ ଆଲୋଚନାରେ ସମୟ ବିତାନ୍ତୁ, ଆପଣଙ୍କ ଆତ୍ମା ଶାନ୍ତି